ଷୋଡ଼ଶତମ ଜନଗଣନା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। 2027 ମସିହା ମାର୍ଚ୍ଚ ପହିଲାରୁ ଦେଶରେ ଜନଗଣନା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଲଦାଖ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ 2026 ଅକ୍ଟୋବର ପହିଲାରୁ ଏହା ଆରମ୍ଭ କରାଯିବ। ସେହି ଅଞ୍ଚଳଗୁଡ଼ିକରେ ତୁଷାରପାତକୁ ଦୃଷ୍ଟିରେ ରଖି ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି। ପ୍ରଥମ ଥର ପାଇଁ ଚଳିତ ଥର ଜାତିଭିତ୍ତିକ ଜନଗଣନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। 2ଟି ପର୍ଯ୍ୟାୟରେ ଏଥିରେ ଜନଗଣନା କରାଯିବ। ପ୍ରଥମ ପର୍ଯ୍ୟାୟରେ ଆବାସ ତାଲିକାକରଣ, ପ୍ରତ୍ୟେକ ପରିବାରର ବାସସ୍ଥାନ, ସମ୍ପତ୍ତି, ସାମ୍ପ୍ରତିକ ସ୍ଥିତି ଆଦି ନେଇ ତଥ୍ୟ ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା, ପ୍ରତ୍ୟେକ ପରିବାରରେ ସଦସ୍ୟ ସଂଖ୍ୟା, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯିବ। ମୋବାଇଲ ଆପ୍ଲିକେସନ ବ୍ୟବହାର ମାଧ୍ୟମରେ ଜନଗଣନା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ନେଇ ନିଷ୍ପତ୍ତି ହୋଇଛି। ତଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାୟ 34 ଲକ୍ଷ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ଓ 1,30,000 ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ଏହି ଗଣନା କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ପ୍ରତି 10 ବର୍ଷରେ ଥରେ ଦେଶରେ ଜନଗଣନା କରାଯାଇଥାଏ। 2011 ମସିହାରେ ଶେଷ ଥର ପାଇଁ ଜନଗଣନା କରାଯାଇଥିଲା। ତେବେ 2021 ମସିହାରେ ହେବାକୁ ଥିବା ଜନଗଣନା କାର୍ଯ୍ୟକୁ କରୋନା ମହାମାରୀ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିଲା। 2011 ମସିହା ଜନଗଣନା ଅନୁଯାୟୀ ଦେଶରେ ମୋଟ ଜନସଂଖ୍ୟା 161,85,04,977 ରହିଥିଲା। ଉତ୍ତରପ୍ରଦେଶ ଜନବହୁଳ ରାଜ୍ୟ ହୋଇଥିବା ବେଳେ ସିକ୍କିମ କମ୍ ଜନବହୁଳ ରାଜ୍ୟ ଭାବେ ଚିହ୍ନଟ ହୋଇଥିଲା। ଆକାଶବାଣୀ କଟକ ସମ୍ବାଦ ବିଭାଗରୁ ମୁଁ ନୀନା ସାହୁ।